ଜନ୍ମଦିନ ତ ଏଇ ଆମର ଝିଅ ପୁତୁରା ହାତ ଖାଲି ଦେଇଦେ ତୁ ମୋ ହାତକୁ ଦେ ଲାଗିଲା प्रीति कौन आनछु कहा पे कौन है ओहो हाँ दे खाली छाड़ी देबू आउ किछि देबुनी कौन आ मुंडिया मार दिबा कौन मुंडिया हेमिति मुंडिया नुह दी हाथ रे मुंडिया हाँ हाँ बस डाक आम से जा चल गोटे बाबा कोठी नहीं जी सरप्राइज अच्छी गोटे जगह जजा शाढ़ी पिंधि सारी बर्तमान पिला अनुसार मिठा खुआईदे बोले आनी देख दे हाँ दे हाँ चल बर्तमान जा गोटे सरप्राइज जगह को आस प्रीति तुम पे गोटे सरप्राइज थिला आमे कोठी के आसचे तुम जानिच कोठी की आसचे आमे गोटे जगह आसचे जो सब भगवान रहउछंदी हाँ आमे अधिकार आसचे महावीर क्षेत्र 10 पल्ला आश्रम आसचे हैला हाँ आम बर्तमान भीतर को जा चलो चप्पल रखी दिया किए अच्छा देखल भितर आज आज तोर कौन आमे कोठी के आसचे कही आश्रम गोटे जेजमा केते जेजमा केते जेजमा सब अच्छा आमे आश्रम को आसचे ये सब भगवान माने रुहंती है आमे तो आज आज सब तांको गिफ्ट दो तुम जन्मदिन रे से गिफ्ट बाहर कर दो देखिल कौन अच्छी ता भितर जानी जेजेमा को देथिल तो देखि बाहर कर हाँ देलु प्रीति क्या दबु देलु जेजेमा को ताको आशीर्वाद हो शाशु घर जीव के आ क्या दे प्रीति की देवे कह कौन कहबू कह तो ना कौन कहीदे आज तोर कौन कि बाबा कही दौनु कहीं आशीर्वाद नहीं तो तू मुंड मारिकी हाँ बाबा को मागिरी तो ना कह पाठ हेतु करिगिरी पढ़ू से पदे मु पणिका गाउछ कहि देनु आउ सब गीत गाउछु
ଆଉ ଗୋଟେ ମାମୁଙ୍କୁ ଦେଇଦେ ଏଇଠି ସେ ରଖିଦେବେ। ଆଉ ଜଣେ ଆଈ ନାହାନ୍ତି ସେ ସେଇଥିରୁ ସେ ଦେଇଦେବେ ଏଇ ମାମୁଙ୍କୁ ଦେବେ ଆଶୀର୍ବାଦ ନେବେ। ମୁଣ୍ଡିଆ ମାରିଲିନି ମାମୁଙ୍କୁ ତ ଅଜା 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 ହଁ ହେଲା ବସ୍ ସେଠି ସେ ବ ତାଙ୍କ ସହିତ କଥା ତାଙ୍କ ଘର କୋଉଠି ପଚାରିଲୁ? ଆମର ଭଞ୍ଜନଗର ଆମେ ଯୋଉ ଗଞ୍ଜାମରେ ରହୁନଥିଲେ ଆମେ ସେଇଠି ତାଙ୍କ ଘର। ତମେ ଗଞ୍ଜାମରେ ରହୁଛ? ହଁ ଭଞ୍ଜନଗର। ଆଉ କଣ ପଚାରିବୁ ପଚାର। ତମର ବାର୍ଥଡେ କେବେ? ହଁ ମୋର ସେ ପଚାରୁଛି ତମ ଜନ୍ମଦିନ କେବେ? ଜନ୍ମଦିନ ମୋର ହେତୁ ନାହିଁ ଲୋ ମା, ଆମେ କରିନୁ ହେଲେ ଏବେ ଦେଖିକି ନୂଆ ହେଇକି ଦେଖୁଛୁ। ଶ୍ରୁତି ହଁ ଯା ସେପଟୁ ଦି ଜଣ ବସ ତାଙ୍କ ପାଖରେ ବସିକି କଥା ହବ ଟିକେ ସମୟ। ମଝିରେ ମଝିରେ ଆମେ ଏଠିକି ବୁଲିବାକୁ ଆସିବା, ବହୁତ ମଜା ଲାଗିବ, ବହୁତ ଗପ ଶୁଣିବ ତାଙ୍କଠୁ। ଏଠି ପଞ୍ଚମ ଶ୍ରେଣୀରେ ପଢୁଛି। କିସ ଖାଇଲୁ ଆଜି? କିସ ଖାଇଛୁ? ଆଜି ରୁଟି ଖାଇଛି। ଖାଇଲୁ? ଆଉ ତୋ ଭାଇ କେଣ କରୁଛି? ଦିଦି ଅଛି। ଦିଦି ଅଛି? ତୋ ଦିଦି କାହିଁ କୋଉଠି ଅଛି? ଆଇଲେ ଆସିଛି ଆଉ ଆଉନି ଆମ ପାଖକୁ? ତ ଦିଦି କାହିଁ ଚିହ୍ନେ ରେ? ମୋ ଦିଦିର ନାଁ ହେଲା ସୃତିଶା ଲଗ୍ନା। ଆଉ ମୋ ନାଁ ହେଲା ସୃତିଶା ଲଗ୍ନା। ହାय। ଆଉ ଇଏ ଏଇ ତୋର ଦିଦି ବା ଆଉ କଉ ଦିଦି ହେଲେ ଆସିଛି। ତୁ କେଣ ଖାଇଲୁ? ମୁଁ ରୁଟି କ୍ଷୀର ଖାଇକି ଆସିଛି। ଅନ୍ୟମାନଙ୍କ ସହିତ ଟିକେ କଥା ହେଲା। ଏଇ ଅଜାଙ୍କ ସହିତ ତାଙ୍କ ଦେହ ଭଲ ନାହିଁ ଟିକେ ତାଙ୍କର ସେଇ ଯୋଉ ଅଜା ବସିନାହିଁ ତାଙ୍କର ଟିକେ ଦେହ ଖରାପ ଅଛି। ଅଜାକୁ ପଚାରିଛି ଅଜା କେଣ ଖାଇଲୁ? ତମ ଘର କୋଉଠି? ଆମର ଦିହରାନ ମା ଆମେ ଯୋଉ ଯାଆନ୍ତିନି ପଙ୍କାଳ ସେଇ ଦିହ ଗାଁ ଏଇ ଯୋଉ ସ୍କୁଲ ଅଛି ଆଦର୍ଶ ସ୍କୁଲ ଯୋଉଠି ଅଛି ସେଇଠି ହେଲା ତା ଅଜାଙ୍କ ଘର। ଏ ବାପା ଗଞ୍ଜାମ କୋଉଠି ଥିଲ? ଆମେ କବି ସୁଜୟନଗରରେ ଥିଲୁ ପିଲାମାନଙ୍କ ସାଥିରେ। ଓ ସିଆଡେ ପିଲାମାନେ ଆମେ କାହିଁକି ଏଠିକି ଆସିଛୁ ଜାଣିଛ? ତମେ ଗୀତ ପଣିକିଆ କାହିଁକି ଗାଉଛ? ଶିକ୍ଷା କାହିଁକି ଗାଉଛ ଗୀତ? ଅନ୍ୟମାନେ ପିଲାମାନେ ଶିଖିବେ, ଭଲ କଥା ଶିଖିବେ ବୋଲିକି ବାପାଙ୍କଠୁ ଶିଖିକି ମାଠୁ ଶିଖିକି ଶିଖୁଛ। ଆମେ ଯୋଉ ନିଶ୍ୱାସ ନଉଛେ, ଆମେ ଯୋଉ ଖାଦ୍ୟ ଖାଉଛେ, ସମାଜ ଆମକୁ ଯାହା ଦଉଛି, ତେଣୁ ଆମେ ସମସ୍ତେ ନିଜ ପାଇଁ ବଞ୍ଚିବା ସହିତ ସମାଜ ପାଇଁ ଅନ୍ୟମାନଙ୍କ ପାଇଁ ମଧ୍ୟ ବଞ୍ଚିବା। ଆମେ ସମସ୍ତେ ଏଇ ଶିକ୍ଷା ଲାଭ କରିବା। ତେଣୁ ତମେ ଯୋଉ ଆସିଛ ଆଜି ତମକୁ ଯୋଉମାନେ ଭଲ ପାଆନ୍ତି, ତମ ଗୀତ ଯୋଉମାନେ ଦେଖନ୍ତି, ଏମାନେ ସବୁ ପଣିକିଆ ଗାଉଛନ୍ତି। ଆଉ ସବୁ ବାପୁଙ୍କ ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ଗୀତ, ଆଉ ସବୁ ଝିଅ ମାନଙ୍କ ଉପରେ ଗୀତ ଗାଉଛନ୍ତି। ଭଲ ଭଲ ଶିକ୍ଷଣୀୟ ଗୀତ ସବୁ ଗାଉଛନ୍ତି ଆମ 2 ଜଣ ଛୁଆ। ତା ସହିତ ସେମାନେ ଆଜି ନିଜେ ବି କିଛି ଜିନିଷ ଶିଖିଲେ ଯେ ସେମାନେ ଆମେ ଜନ୍ମଦିନଟା କେକ୍ କାଟିକି ଯୋଉ ସବୁ ମାଛ ମାଂସ କରିକି ପାଳନ କରନ୍ତି ସେମିତି ପାଳନ କରିକି କିଛି ରକ୍ତଦାନ କରିବା, କିଛି ଭଲ କାମ କରିବା, କିଛି ଗଛ ଲଗେଇବା ହେଲା। ଏଇଭଳିଆ କାମ ଆମେ କରିବା, କାଟିଆନି। ଗଛ କାଟିବାନି। ବୁଝିଯାଇଛି ତ? ଓକେ ଆମେ ମିଠା ଭଲ କେକ୍ ବନେଇବା। ଓକେ ଓକେ ଦେ କେକ୍ ବନେଇଲେ ଦେହ ମୋ ଖରାପ ଡିକିରେ। ହବ। ଓକେ ଓକେ ରହିଥା ଆମେ ବର୍ତ୍ତମାନ କେକ୍ ବନେଇବାନି। ହେଇ ଦିକେ ଅଜା ସହିତ ଟିକେ ରହିଯା ଯା ବସ୍ ସୁତିବ କଥା ହଉ ଗପ। ଏଇ ତାଙ୍କ ଅଜା ବହୁତ ଗପ ଜାଣିଛନ୍ତି, ଜାଣିଛ ନା ନାଇଁ? ଏ ଯୋଉ ତମର ଯୋଉ କାର୍ଟୁନ ଗପ ଅଛି ସେମିତିଆ ନୁହଁ, ଆହୁରି ବଢିଆ ଗପ ଜାଣିଛନ୍ତି ସେ। ଆମେ ତ ଏଇ ଯୋଉ ଅଛୁ ଆଉ କଣ ତମେ କଣ ଖାଇଛ? ଗଛ ଗପ ଗପ ସେ ପଚାରୁଛନ୍ତି ଗପ କଣ କଣ ଆସିଛି? ହଁ ଗଛ ଆଡେ ରୁଆ ହେଇଛି ବାଇରେ ନାଇଁ ନାଇଁ ଗପ ଗପ କାହାଣୀ ଗପ। ଗପ ଶିଖିଛୁ? ଆଁ? ମତେ କାଉ ଗପ ଆସିଛି। ଆଁ? କାଉ ଗପ। କାଉ ଗପ? ହଁ ତୁ କଣ ଜାଣିଛୁ? ଇଏ ସବୁ କାଉ ଗପ। ମାଙ୍କଡ ଟୋପି। ମାଙ୍କଡ ଟୋପି ବି ଜାଣିଛି। ପ୍ରୀତି ମିଠା ଖୁଆଇବୁ ପୁରା ସମସ୍ତଙ୍କୁ। ଦେଖ ଖୁଆଇଦେଲି ଟିକେ ମିଠା ସମସ୍ତଙ୍କୁ। दे दे हाथକୁ ଦେ ହାତକୁ ଦେ ସେଟା ହାତକୁ ଦେ ପଡିଗଲା। ହଁ ଠିକ ଅଛି। ଆଉ ଗୋଟେ ହଁ ସେପଟେ ତାଙ୍କୁ
ପାଠ ଖୁଆଇଦେବୁ ନା ଆଉ ହଉ ହଉ ହାତରୁ ନେଇ ଖୁଆଇଦେଉଛି। ହଉ ଠିକ ଅଛି। ତ ବାବାର ଡାଇବେଟିସ୍, ସେ ମିଠା ଖାଇବେନି। ପିଲା ଲୋକ ହାତରୁ ଖାଆନ୍ତିନି, ପିଲାମାନେ ଖାଆନ୍ତିନି କାହିଁକି? ଖାଆନ୍ତିନି, ଆମେ ତାକୁ ଖୁଆଇବା, ତାର ଆୟୁଷ ତୁଟ। ହଉ ତାହେଲେ ଖୁଆଇଦିଅ, ଖୁଆଇଦିଅ। ହଉ ଖୁଆଇଦିଅ। ଦେଖି 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 ତ ତୁ ଆଙ୍ଗଲୁ ମାମା ତତେ ଖୁଆଇଦେବେ, ସେ ତତେ ଖୁଆଇଦେବେ ଆଙ୍ଗର। ହଁ ଠିକ ଅଛି। ନଭେମ୍ବର 9 ତାରିଖ। ଦେ ଏଇଠି ମାମୁ ଗୋଟେ ଦେ ଦେ। ତ ଖୁଆଇଲୁନି? କାଠ ଟାଣ ଅଛି। ଓକେ ଦେଖ ଟିକେ ଗୋଟେ ଟିକେ ଟିକେ ନା ଖାଇଦେ, ଟିକେ ନା। ଟିକେ ନା ଏଠି ଆଗେ ସେ କେମିତି ଖାଇଲେ? ଓକେ ମୁଁ ଆସିବି ଆଉ କାଲି। ଏବେ ମୁଁ ଯାଉଛି। ବେଳେ ବେଳେ ତମ ସାଙ୍ଗରେ ଗପ ଶୁଣିବାକୁ ଆସିବି। ତୁ ଗପ ଗାଳିବୁ, ଆମେ ଶୁଣିବୁ। ଆମେ ବୁଲିବାକୁ ବି ସବୁଦିନ ଆସିବୁ। ଯାଉଛୁ। ହଁ ଯା, ବାଏ ବାଏ। ବାଏ ବାଏ। ଆମେ ଚାହୁଁଛୁ, ଆମେ ବହୁତ ଖୁସି ହେଲୁ। ଆମେ ଚାହୁଁଛୁ ଯେ ଆମକୁ ଦେଖିକି ସବୁ ପିଲା ଏମିତି କରନ୍ତୁ, ସମସ୍ତଙ୍କୁ ବାଣ୍ଟନ୍ତୁ। ନିଜ ବାର୍ଥଡେରେ ଅନ୍ୟକୁ ଖୁସି ଦିଅନ୍ତୁ। ସବୁ ଶାଢ଼ୀ ଡ୍ରେସ୍ ସବୁ ବାଣ୍ଟନ୍ତୁ। ଆମେ ଏଇଟା ଚାହୁଁଛୁ, ନିଜ ଜନ୍ମଦିନରେ ଏମିତି କର। ପ୍ରୀତି କଣ କହିବୁ? କେତେ କହିଦେଲୁ ମାମା? ତତେ ତ ଫ୍ୟାନ ମାନେ ଦେଖୁଛନ୍ତି ବା, ତତେ ଯୋଉମାନେ ଭଲ ପାଉଛନ୍ତି। ଫ୍ୟାନ ମାନେ ଫ୍ୟାନ କିଛି ନୁହଁ, ତତେ ଯୋଉମାନେ ଭଲ ପାଉଛନ୍ତି ସେମାନେ ପଚାରୁଛନ୍ତି ଯେ ଆଜି ଜନ୍ମଦିନରେ ପ୍ରୀତି କଣ କଣ କଲା। ଶୁଣ, ମୋ ଫ୍ୟାନ୍ ମାନେ କହୁଛନ୍ତି ଯେ ଦୁଇଟା ପଣିକ୍ଷା ଗାଅ। କହୁଛନ୍ତି ଦୁଇଟା ପଣିକ୍ଷା ଗାଅ କହୁଛନ୍ତି। ଆଉ ତୁ ତଳକୁ କାହିଁକି ଅନେଇଛୁ ବାବା? ଆଉ ଚାରିଟା ପଣିକ୍ଷା, ଆଉ ତିନିଟା ପଣିକ୍ଷା, ଆଉ ପାଞ୍ଚଟା ପଣିକ୍ଷା ସବୁ ଗୀତ ଗାଇବାକୁ କହୁଛନ୍ତି। ଏବେ କଣ କହିବ? ଗୀତ ତ ତାଙ୍କୁ ଦେଇ ଦିଆଯାଇଛି। ଆଜି କେମିତି ଲାଗିଲା ତମକୁ ଦେଖେ? ଏଇ ଯୋଉ ଆଜି ଯୁଆଡେ ଆସିଥିଲ ସରପ୍ରାଇଜ ବୁଲିବାକୁ ଆସିଥିଲ, ତମକୁ ମୁଁ ହଠାତ୍ ଏଇ ଜାଗାରେ ଆଣିକି ପହଞ୍ଚେଇଲି, ତାର କେମିତି ଲାଗିଲା? ସଦାବେଳେ ତ ତମେ କେକ୍ କାଟୁଥିଲ, ଆଉ ମାଛ ମାଂସ ଖାଉଥିଲ, ଆଉ ପାର୍ଟି କରୁଥିଲ, ଆଜି କେମିତି ଲାଗିଲା? ଆଜି ଆମକୁ ବହୁତ ବଢିଆ ଲାଗିଲା। ସବୁଠୁ ବଡ ବଢିଆଟେ ଲାଗିଲା ତାକୁ। ତମ ମାମାକୁ କଣ ଲାଗିଲା ସେ ବର୍ତ୍ତମାନ କହିବ? ମୁଁ ତ ଜାଣିନଥିଲି, ଭାବିଥିଲି କେକ୍ କଟା ହବ, ଆଉ ସବୁ ଆସିବେ ବନ୍ଧୁବାନ୍ଧବକୁ ଡାକିବୁ। ତାପରେ ସକାଳୁ ଆସିଥିଲୁ ଖାଲି ଜଷ୍ଟ ମନ୍ଦିରକୁ ମୁଣ୍ଡିଆ ମାରିବାକୁ, ଆଉ ନଡିଆ କଦଳୀ ପୂଜା କରି ମୁଣ୍ଡିଆ ମାରିବାକୁ ଆସିଥିଲୁ। ତାପରେ ତ ଏଇଠିକି ନେଇ ଆସିଛନ୍ତି, ଦେଖିଲା ବେଳକୁ ବୃଦ୍ଧାଶ୍ରମ। ଆମର ନାଁଟା କଣ ମୋର ମନେ ପଡୁନି। ଅଧିକାର ବୃଦ୍ଧାଶ୍ରମ। ହଁ, ଅଧିକାର ବୃଦ୍ଧାଶ୍ରମ କୁହାଯିବନି ସେଟାକୁ, ସେଟା ଆଶ୍ରମ। ଆଶ୍ରମ ହଁ, ଅଛନ୍ତି କେତେ ଜଣ, ଆଉ କେତେ ଜଣ ବି ନାହାନ୍ତି, ବାହାରକୁ ଯାଇଛନ୍ତି। ବାହାରକୁ କାର୍ତ୍ତିକ ପୂର୍ଣ୍ଣିମା ପାଇଁ। ଆଉ ଭଲ ଲାଗିଲା, ବହୁତ ଖୁସି ଲାଗିଲା। ପିଲାମାନେ ଆର ବର୍ଷ ଆସିବା ତ, ଶ୍ରୁତି ଜନ୍ମଦିନରେ ଆସିବା, ପ୍ରୀତି ଜନ୍ମଦିନ ଆସିବା। ଆଉ ମଝିରେ ମଝିରେ ତମେ ଯେତେବେଳେ ଗପ ଶୁଣିବାକୁ ଇଚ୍ଛା ହବ ସେତେବେଳେ ହଁ, ସେମାନେ ବି ବୋର ହଉଛନ୍ତି, ତାପରେ ଏମାନେ ଆସିକି ଗୀତ ଗାଇବେ, ତାଙ୍କୁ ଗୀତ ଶିଖେଇବେ। ମୋ ଜନ୍ମଦିନ ହେଲା ମାର୍ଚ୍ଚ 16 ତାରିଖରେ। ପୁଣି ଆଉଥରେ ଏଠିକି ଆସିବ, ପୁଣି ଆଉଥରେ ଏଇଠି ବୋଲି ନୁହଁ, ଆହୁରି ଗୋଟେ ଜାଗା ଯିବା। ବହୁତ ଜାଗା ଅଛି, ବହୁତ ଭଗବାନ ମାନେ ଅଛନ୍ତି, ଆମେ ସେମାନଙ୍କ ପାଖକୁ ଯିବା, ଆଉ ତାଙ୍କ ସାଥିରେ ସମୟ ବିତେଇବା, ଗୋଟେ ଅଲଗା ପ୍ରକାର ଆନନ୍ଦ ଲାଗିବ। ଓକେ, ସମସ୍ତଙ୍କୁ ବର୍ତ୍ତମାନ ବାଏ କହିଦିଅ। ନ୍ୟୁଜ୍ 6 ଓଡ଼ିଆ, ସତ୍ୟ, ସଂକଳ୍ପ ଆଉ ସଂଘର୍ଷ।